ଶରଧାବାଲିରେ ଘଟିଥିବା ଅଘଟଣକୁ ନେଇ ରାଜ୍ୟଠୁ ନେଇ ଦେଶରେ ଆଲୋଡ଼ନ ଖେଳି ଯାଇଛି। ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବା ବେଳେ ଠେଲାପେଲାରେ 3 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ପୁରୀରେ ଯାହା ଘଟିଲା ଏପରି କେବେ ଘଟିନଥିଲା। ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟିଛି ବୋଲି କହିଛନ୍ତି ବିଜୟ ମହାପାତ୍ର। ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣାକୁ ନେଇ ବିଜୟ ମହାପାତ୍ର କହିଛନ୍ତି, ଓଡ଼ିଶା ସାରା ଭାରତରେ ଲଜ୍ଜିତ ଓ ନିନ୍ଦିତ ହୋଇଛି। ଏହା ସମସ୍ତଙ୍କୁ ବାଧିବ। ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁନାହାନ୍ତି। ଯାହା ସବୁ ଘଟଣା ଘଟୁଛି ତାକୁ ନେଇ ମହାପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ। ଟ୍ୱିଟ୍ କଲେ ହେବନି, ଏଥିରେ ସେ ଛୋଟ ହୋଇଯିବେନି। ଶରଧାବାଲି ଅଘଟଣ ଆଘାତ ଦେଇଛି। ଏହା ମନ୍ଦିର ପ୍ରଶାସନର ଭୁଲ ପାଇଁ ହୋଇଛି। ରାତି 12:20 ପହଳ କରିବାକୁ କିଏ ନିର୍ଦ୍ଦେଶ ଦେଲେ? ଦର୍ଶନ ହୋଇପାରିଲା ନାହିଁ। ରାତି 2ଟାରେ ବି ଭକ୍ତ ଯାଆନ୍ତି। ଦର୍ଶନ ପାଇଁ ମାତ୍ର 30,000 ଲୋକ ଥିଲେ, ଅଧିକ ଲୋକ ନଥିଲେ। ମନ୍ଦିର ପାଖରେ ପୋଲିସ ଥିଲେ, ହେଲେ ବାହାରେ ଥିବା ଲୋକଙ୍କ ପାଖରେ ସାମାନ୍ୟ ପୋଲିସ କନଷ୍ଟେବଳ ବି ନଥିଲେ। ବୈଠକରେ କିଏ ଦାୟିତ୍ୱ ଦିଆଯାଉଛି, କିଛି ନିଷ୍କର୍ଷ ନାହିଁ। ସେ ଆହୁରି କହିଛନ୍ତି, ଆଇନମନ୍ତ୍ରୀ କହୁଛନ୍ତି ତଦନ୍ତ ହେବ। କି ତଦନ୍ତ? ଯେଉଁଠି ବଳଭଦ୍ରଙ୍କ ପଡ଼ିବା ତଦନ୍ତ ରିପୋର୍ଟ ଏଯାଏଁ ଆସିଲାନି। ଏବେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉନି। ଆଶା କରୁଛି ହାଇକୋର୍ଟକୁ ଅନୁରୋଧ କରି କାର୍ଯ୍ୟରତ ଜିଲ୍ଲା ବିଚାରପତିଙ୍କ ଦ୍ୱାରା ତଦନ୍ତ ହେବ। ମହାପ୍ରଭୁ ଜଗନ୍ନାଥ ଏମାନଙ୍କୁ ଦଣ୍ଡ ଦେବେ। ସରକାର ଆଗ ଦଣ୍ଡ ଦିଅନ୍ତୁ। ଶରଧାବାଲି ଅଘଟଣ ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍ପି ସମ୍ପୂର୍ଣ୍ଣ ଦାୟୀ। ବଳଭଦ୍ରଙ୍କ ରଥ 3 ଥର ଡାହାଣ ମୋଡ଼ ନେଲା। ଦାୟିତ୍ୱରେ ଥିଲେ ପୁରୀ ଏସ୍ପି। 1978 ମସିହା ଘଟଣା ପରେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ନନ୍ଦିଘୋଷ ଦାୟିତ୍ୱରେ ଜିଲ୍ଲାପାଳ, ବଳଭଦ୍ରଙ୍କ ରଥ ଦାୟିତ୍ୱରେ ଏସ୍ପି, ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ଏଡିଏମ୍ 3 ଜଣ ଯନ୍ତ୍ରୀ ଓ ସେବାୟତ ରହିବେ। ପୁରୀ ଏସ୍ପି ବୋଧେ ନଥିଲେ। ଘୋଷଯାତ୍ରାରେ ତାଙ୍କ ଦେଖା ନଥିଲା। ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ହେବା ଦରକାର। ଯେଉଁ ଅଫିସରଙ୍କ ରଥଯାତ୍ରା ଅନୁଭୂତି ଅଛି ସେମାନେ ଭୁବନେଶ୍ୱରରେ ଅଛନ୍ତି। ଅଭିଜ୍ଞତା ନଥିବେ ଏଡିଜି, ଡିଜିଙ୍କୁ ଦାୟିତ୍ୱ ଦିଆଗଲା। ଡିଜିପି 200 ବାଟାଲିୟନ କଥା କହିଥିଲେ। ସେ ଫୋର୍ସ କେଉଁଠି ଥିଲା? ରଥଯାତ୍ରା ପହଣ୍ଡି ଭିତରେ 5,000 ପାସ୍ କେମିତି ଦିଆଗଲା? ମୁଷ୍ଟିମେୟ ଲୋକଙ୍କୁ ପାସ୍ ଦିଆଗଲା। କଡନ ପାସ୍ ବି 5,000। ରଥଟଣା ଆରମ୍ଭରୁ ପାସ୍ ଦିଆଯାଇଥିବା ଲୋକଙ୍କୁ ବାହାର କରିବା କଥା। 1992 ମସିହାରେ ଭୁଲ ହୋଇଥିବାରୁ ସେ ସମୟରେ ମୁଖ୍ୟମନ୍ତ୍ରୀ ମୋତେ ରାତିସାରା ପୁରୀରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୁଲ ମାଗିଲୁ ଓ କାମ ସାରିଲୁ। ଏବେ ବି ସମୟ ଅଛି। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଦର୍ଶନ କେମିତି ହେବ ସେଥିପାଇଁ ନିରପେକ୍ଷ ତଦନ୍ତ ହେଉ। ବ୍ୟୁରୋ ରିପୋର୍ଟ, ଶ୍ରୀ ନ୍ୟୁଜ।